ମଧୁବନ ଜଙ୍ଗଲରେ ରହୁଥାଏ ମିନୁ ମାଉସୀ। ମିନୁ ମାଉସୀ ଥିଲା ବହୁତ ଦୁଷ୍ଟ ଓ ଚୁଗୁଲିଆ। ସେ ସବୁବେଳେ ଚଢେଇ ମାନଙ୍କ ନାଁରେ ମିଛ ସତ କହି ସେମାନଙ୍କ ମଧ୍ୟରେ ଝଗଡା କରାଏ। ଥରେ କାଳିକାଉ ତା ଭଉଣୀ ଗୋରିକାଉକୁ ତା ପାଖକୁ ଡକେଇଲା। ନାନୀ, କାଳୁ ତ ଦୂର ଜଙ୍ଗଲକୁ କାମ କରିବାକୁ ଚାଲିଗଲେ। ଏବେ ମୁଁ ପୁରା ଏକୁଟିଆ। ନାନୀ, ତମେ ଟିକେ ମୋ ପାଖକୁ ଆସ, ଆଉ ମୋ ପାଖରେ କିଛି ଦିନ ରୁହ। କାଳି, ମୁଁ ତୋ ପାଖକୁ କେମିତି ଯିବି କହିଲୁ? ଏଠି ତ ମୋର ବହୁତ କାମ। ମୁଁ ଯଦି ତୋ ଘରକୁ ଯିବି, ଏଠି ମୋ କାମ କରିବ କିଏ? ନାନୀ, ମତେ ଏଠି ଡର ଲାଗୁଛି। ପ୍ଲିଜ ନାନୀ, ତମେ ମୋ ପାଖକୁ ଆସ ନା। ହଉ, ତୁ ଯଦି କହୁଛୁ ମୁଁ ଯିବି ଆଉ। ହଉ, ମୁଁ ଏବେ ରଖୁଛି। କାଲି ତୋ ପାଖରେ ପହଞ୍ଚିବି। ହଉ ନାନୀ, ମୁଁ ରଖୁଛି। ଖିଆ ପିଆ ତ ସରିଲା। ଯାଉଛି ଯିବି ସେ ଲିଲି ଘରକୁ, ଆଉ ଦେଖିବି ତାଙ୍କ ଘରେ କଣ ଚାଲିଛି। ଆଉ ଯଦି ମତେ ସୁଯୋଗ ମିଳେ ତାହେଲେ ତ ମୁଁ ମୋ କାମ ଆଗକୁ ବଢେଇଦେବି। ଏମିତି କହି ମିନୁ ମାଉସୀ ଲିଲି ଘରକୁ ଗଲା। ଆରେ ମାଉସୀ, ହଠାତ୍ ଏମିତି କୁଆଡେ ଆସିଗଲ? କଣ କିଛି କାମ ପଡିଲା ନା କଣ ମ? ନାଇଁ ନାଇଁ ରେ ଲିଲି, କିଛି କାମ ନାହିଁ ମ। ମୁଁ ଏମିତି ଟିକେ ବୁଲୁଥିଲି। ଭାବିଲି ତୋ ପାଖରୁ ଟିକେ ବୁଲିଯିବି। କହିଲୁ କହିଲୁ, ତୋ ଦେହ କେମିତି ଅଛି? ହଁ ମାଉସୀ, ମୋ ଦେହ ଭଲ ଅଛି। ହେଲେ ଏଇ ଅଣ୍ଟା ଟିକେ ମୋର କାଟୁଛି। ହଁ ହଁ, କାଟିବନି କେମିତି ଯେ? ଘରଟା ଯାକର କାମ ତୁ ଏକା କରୁଛୁ। ଏ କଣ ସହଜ କଥା? ସେଦିନ ମୁଁ ମୋ ଭଉଣୀର ଝିଅ ଘରକୁ ଯାଇଥିଲି। ତାର ବି ତୋ ପରି ଅବସ୍ଥା ଥିଲା। ହେଲେ ମୁଁ ତାକୁ ଗୋଟେ ବୁଦ୍ଧି ଶିଖେଇଦେଲି। ସେହି ଦିନ ଠାରୁ ତାର ଅଧା କାମ କମିଗଲା। ସତରେ ନା କଣ ମୋ ମାଉସୀ? ମାଉସୀ, ମତେ ଟିକେ କୁହ ମ, କଣ ସେ ବୁଦ୍ଧିଟା? ଖାଲିରେ କହିବିନି। ମତେ ଟିକେ ଚା କରିକି ଦେ, ତାପରେ ଯାଇ ମୁଁ ତତେ ଏକଥା କହିବି। ଏଇ କଥା? ହଉ ରୁହ, ମୁଁ ଏଇ ଗଲି ଆଉ ଏଇ ଚା କରିକି ଆଣିଲି। ଏମିତି କହି ଲିଲି ସଙ୍ଗେ ସଙ୍ଗେ ରୋଷେଇ ଘରକୁ ଗଲା ଏବଂ ଚା କରି ଆଣି ମାଉସୀକୁ ଦେଲା। ମାଉସୀ, ଏଇ ନିଅ, ଏ ଚା ପିଅ, ଆଉ ମତେ ସେ ବୁଦ୍ଧିଟିଏ ଦିଅ। ହଁ ହଁ କହିବି, ରହ ଆଗ, ମୁଁ ଚା ପିଇ ସାରେ। ଏମିତି କହି ମାଉସୀ ଚା ପିଇଲା ଏବଂ ଚା ପିଇ ସାରି ଲିଲିକୁ କିଛି କହିଲା। ଆରେ ବା, ଏ ତ ବଢିଆ ଉପାୟ। ଏଥର ମୁଁ ଏଇ ପ୍ଲାନ୍ କରିବି, ଆଉ ଏ ଭିଡ କାମରୁ ମୁକ୍ତି ପାଇବି। ହଉ, ମୁଁ ଆସୁଛି, ତୁ ଥା। ଏମିତି କହି ମିନୁ ମାଉସୀ ସେଠୁ ଚାଲିଗଲା। ଟିକେ ପରେ ସଞ୍ଜ ହେଲା। ସଞ୍ଜ ହେଲାରୁ ଲକି ଘରକୁ ଆସିଲା। ଲିଲି, କଣ ହେଇଛି? ତୁମେ ଏମିତି ଶୋଇଛ ଯେ? ମୋ ଦେହ ସକାଳ ପହରୁ ଜମା ଭଲ ନାହିଁ। ବୈଦଙ୍କ ପାଖକୁ ଯାଇଥିଲି। ବୈଦ କହିଲେ ମତେ କୁଆଡେ ଗୋଟେ ମାସ ରେଷ୍ଟ ନେବାକୁ ପଡିବ, ନହେଲେ ମୁଁ ମରିଯିବି। ହେ ଭଗବାନ, ଏ କି ଅଶୁଭ କଥା କହୁଛ? ତମେ କିଛି କାମ କରିବା ଦରକାର ନାହିଁ। ମୁଁ ସବୁ କାମ କରିଦେବି। ତମେ ଖାଲି ଖାଇ ପିଇକି ରେଷ୍ଟ କର। ଆରେ ବା, ମିନୁ ମାଉସୀର ବୁଦ୍ଧିଟା ଠିକ କାମରେ ଆସିଲା। ଏମିତି ସେ ଦିନ କଟିଲା। ପରଦିନ ସକାଳୁ ଗୋରି ଆସି କାଳି ଘରେ ପହଞ୍ଚିଲା। ହେ ହେ, ମୋ ନାନୀ ଆସିଗଲା। ହୁରେ! ନାନୀ ନାନୀ, ତୁ ବସ, ମୁଁ ତୋ ପାଇଁ କିଛି ଖାଇବା ବନେଇ ଦଉଛି। ନାଇଁ ନାଇଁ, ମୁଁ କିଛି ଖାଇବିନି। ମୁଁ ଖାଇକି ଆସିଛି। ହଉ ନାନୀ, ଆସ, ଆମେ ଆମ ଅଗଣାରେ ଫୁଲ ଗଛ ଲଗେଇବା। ନାଇଁ ନାଇଁ, ଏବେ ତ ଫୁଲ ଗଛ ଲଗାନି। ଆମେ କାଲି ଫୁଲ ଗଛ ଲଗେଇବା। ଆଗ ଚାଲ, ତୁ ମତେ ତୁମ ଜଙ୍ଗଲ ବୁଲେଇକି ଦେଖେଇବୁ। ହଁ ହଁ, ଚାଲ ଚାଲ। ଏହା ପରେ ସେମାନେ ଜଙ୍ଗଲ ବୁଲିବାକୁ ଗଲେ ଏବଂ ଜଙ୍ଗଲ ବୁଲିଲେ। ପ୍ରଥମେ ସେମାନେ ପାହାଡିଆ ଜାଗା ବୁଲିଲେ, ତାପରେ ଝରଣା କୂଳ ଏବଂ ଶେଷରେ ଘଞ୍ଚ ଜଙ୍ଗଲରେ ବୁଲି ଘରକୁ ଫେରିଲେ। ଏ ଦୁଇ ଭଉଣୀଙ୍କ ଭିତରେ କେମିତି ଝଗଡା ଲାଗିବ ତା ଉପାୟ ମତେ ଚିନ୍ତା କରିବାକୁ ପଡିବ। ମୁଁ ସବୁ କାମ ସାରି ଦେଇଛି, ରୋଷେଇ ବି କରିଦେଇଛି। ତମେ ଠିକ ଟାଇମରେ ଖାଇଦବ ଆଉ ରେଷ୍ଟ ନବ। ହଁ ହଁ, ମୁଁ ଠିକ ସମୟରେ ଖାଇନେବି। ହଉ, ମୁଁ ଅଫିସ ଯାଉଛି, ତମେ ଥାଅ। ଏମିତି କହି ଲକି ସେଠୁ ଚାଲିଗଲା। ବାବା, ଆଜି କି ଶାନ୍ତି। ହଁ, ମୋ ବୁଦ୍ଧିଟା ଠିକ କାମ କରିଛି। ଏବେ ମୁଁ ସେ ଲକିକୁ ଏମିତି ବୁଦ୍ଧି ବତେଇବି ଯେ ସେ ଖାଲି ଏ ଲିଲିକୁ ମାରିବ। ଏମିତି 7-8 ଦିନ ବିତିଗଲା। ଥରେ ମିନୁ ମାଉସୀ ଲକିକୁ ଏକୁଟିଆ ଦେଖି ତା ପାଖକୁ ଡାକିଲା। ଆରେ ଲକି, ତୁ ଏଇଠି?
ମୁଁ ତତେ 2 ଦିନ ହେଲାଣି ଖୋଜୁଛି। ମାଉସୀ, ମୋ ପାଖରେ କଣ କିଛି କାମ ଥିଲା କି? ନାଇଁ ରେ ପୁଅ, ତୋ ପାଖରେ କିଛି କାମ ନାହିଁ। ଏଇ ମୁଁ ଶୁଣିଲି ତୋ ସ୍ତ୍ରୀ ଦେହ କୁଆଡେ ଖରାପ ଅଛି, ତାକୁ ଟିକେ ତୁ ମେଡିକାଲ ନେଇ ଗଲୁନି। ସେ ମତେ କହୁଥିଲା ତୁ କୁଆଡେ ତାକୁ ମେଡିକାଲ ନଉନୁ, ସେଥିପାଇଁ ମୁଁ ତତେ ଟିକେ ପଚାରିଦେଲି। ମୁଁ କଣ ତାକୁ ମେଡିକାଲ ନେଇଥାନ୍ତି? ସେ ପରା ନିଜେ ମେଡିକାଲ ଯାଇ ମେଡିସିନ ଆଣିଛନ୍ତି। ଆଉ ତୁମକୁ ସେ ଏକଥା କଣ କହିଲେ? ତୋ ସ୍ତ୍ରୀ ମେଡିକାଲ ଯାଇଥିଲା ଆଉ ମେଡିସିନ ଆଣିଛି? ନା ନା, ସେ ତତେ ମିଛ କହୁଛି। କାହିଁକି ନା ମେଡିକାଲରେ 8 ଦିନ ହେଲା ଡକ୍ଟର ନଥିଲେ, ସେ ମେଡିସିନ କେମିତି ଆଣିଲା? ମତେ ଲାଗୁଛି ସେ ତତେ ମିଛ କହୁଛି। ମୁଁ ଏବେ ଘରକୁ ଯାଉଛି, ଆଉ ସବୁ କଥା ପଚାରି ବୁଝୁଛି। ଏମିତି କହି ଲକି ସେଠୁ ଘରକୁ ଗଲା ଏବଂ ଘରେ ପହଞ୍ଚି ଲିଲିକୁ ମେଡିକାଲ କଥା ପଚାରିଲା ଓ ମେଡିସିନ ଦେଖେଇବା ପାଇଁ କହିଲା। ଲିଲି ମେଡିସିନ କିଣି ନଥାଏ, ତେଣୁ ସେ ମେଡିସିନକୁ ଦେଖେଇ ପାରିଲା ନାହିଁ। ତେଣୁ ଲକି ଲିଲିର ପ୍ଲାନ ଜାଣିପାରିଲା ଓ ଲିଲିକୁ ବହୁତ ମାରିଲା। ଆରେ, ସେ ମିନୁ ମାଉସୀ ମତେ ସିନା ଏକଥା କହିଲାରୁ ମୁଁ ଜାଣିଲି, ନହେଲେ ତମେ ଏମିତି ମିଛ ଅଭିନୟ କରି ମତେ କାମ କରିଥାନ୍ତ। ସେ ବୁଢୀ ଏତକ ପ୍ଲାନ କରିଛି? ସେ ବୁଢୀକୁ ମୁଁ ଜମା ଛାଡିବିନି। ମୋର ଭୁଲ ହେଇଯାଇଛି, ମତେ କ୍ଷମା କର। ଚୁପ୍ କର, ତୁମ ପରି ବାଜ୍ୟ ସ୍ତ୍ରୀ ମୁଁ ଆଉ କୋଉଠି ବି ଦେଖିନି। ଏପଟେ କାଳି ଓ ଗୋରି 2 ଭଉଣୀ ଫୁଲ ଗଛରେ ପାଣି ଦେଉଥାନ୍ତି। ହଠାତ୍ ମିନୁ ମାଉସୀ ତାଙ୍କୁ ଦେଖି ସେଠାକୁ ଗଲା। ଆରେ, 2 ଜଣ ମିଶିକି ପାଣି ଦଉଛ? ହଁ ହଁ ଦିଅ, ଗଛରେ ତ ଭଲ ଫୁଲ ଫୁଟିଲାଣି ଆଉ। ହଁ, ଏବେ ଧୀରେ ଧୀରେ ଫୁଲ ଫୁଟୁଛି। ଆଲୋ ଗୋରି, ଗୋଟେ କଥା କହିବି, ରାଗିବୁନି ତ? କୋଉ କଥା ମାଉସୀ, କହୁନ କୁହ। କାଳି କାଲି ନଈ ତୁଠରେ ତୋରି କଥା କହୁଥିଲା। କହୁଛି କେତେ ଦିନ ହେଲାଣି ଆସିଲାଣି, ଜମା ବି ମୋ ଘରୁ ଯାଉନି, ଖାଉଛି ଯେ ଢୋଲେ ଢୋଲେ। ମତେ ତା କଥାଟା ଭଲ ଲାଗୁନି। ହଁ, ଏମିତି କଥା? ମୋ ଭଉଣୀ ମୋ ନାଁରେ ଏମିତି କଥା କହିଲା? ଯାଉଛି, ଏ ଘର ଛାଡି ମୁଁ ଚାଲିଯିବି। ଏମିତି କହି ଗୋରି ସେଠୁ ଘର ଭିତରକୁ ଚାଲିଗଲା ଏବଂ ମିନୁ କାଳି ପାଖକୁ ଗଲା ଆଉ କାଳିକୁ ଗୋରି ନାଁରେ ସେଇ କଥା କହିଲା। ମୋ ନାନୀର ମୋ ପ୍ରତି ଏଇ ଭାବନା ଅଛି? ଛି 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 ଛି, ଆଜି ତାକୁ ଛାଡିବିନି, ତାକୁ ଆଜି ବାଡେଇ ବାଡେଇ ଏ ଘରୁ କାଢିଦେବି। ଏମିତି କହି କାଳି ମଧ୍ୟ ଘରକୁ ଗଲା। 2 ଭଉଣୀ 2 ବାଡି ଧରି ବାହାରକୁ ଆସିଲେ। ଆଜି ତ ବହୁତ ମଜା ହେବ ଆଉ। ମିନୁ ମାଉସୀ ଏମିତି କହୁଥାଏ। ହଠାତ୍ 2 ଭଉଣୀ ମିନୁ ମାଉସୀକୁ ପିଟିବାକୁ ଲାଗିଲେ। ମରିଗଲି। ଆରେ ମତେ କାହିଁକି ମାରୁଛ? ମୁଁ କଣ କଲି ତମର? କାଲି ତ ଆମେ ଘରେ ନଥିଲୁ, ଆଉ କାଳି କେତେବେଳେ ଯାଇ ନଈ କୂଳରେ ମୋ ନାଁରେ ଚୁଗୁଲି କରୁଥିଲା। ଦୁଷ୍ଟ ବୁଢୀ। ବାଡା ନାନୀ, ବାଡା ଏକୁ। ହଠାତ୍ ସେହି ସମୟରେ ଲିଲି ମଧ୍ୟ ସେଠାକୁ ଆସିଗଲା ଓ ସେ ମଧ୍ୟ ବୁଢୀକୁ ମାରିଲା। ବୁଢୀ ମାଡ଼ ଖାଇ ଖାଇ ସେଠି ଅଚେତ ହେଇଗଲା। ଏ ଚୁଗୁଲିଆ ବୁଢୀକୁ ଘରେ ରଖିବା ମହା ବିପଦ। ସମସ୍ତଙ୍କ ଘରେ କଳି ଲଗାଇବା ୟାର କାମ। ମାର ଏକୁ। ପୁଅ, ତୁ ଗଲୁ ଜଲ୍ଦି ଗାଧେଇକି ଆସିବୁ। ତୁ ଗାଧେଇକି ଆସିଲେ ଆମେ ମାମୁଁ ଘରକୁ ଯିବା। ମା, ମୁଁ ମାମୁଁ ଘରକୁ ଯିବିନି, ତମେ ଯାଅ। ମାମୁଁ ଘରଟି ଗାଧେଇବାକୁ ଗାଡିଆ ନାହିଁ। ତାପରେ ବି ଏବେ ଯୋଉ ଗରମ ହେଉଛି ନା, ମୁଁ ସେଠି ରହିପାରିବିନି। ମୋ ପୁଅଟା ପରା, ତୁ ଯଦି ମୋ ସହ ନ ଯିବୁ ମୁଁ ଏତେ ବାଟ ଏକୁଟିଆ କେମିତି ଯିବି କହିଲୁ? ଯା, ମୋ ଧନଟା ପରା, ଗାଧେଇକି ଆସିବୁ ଯା। ମା, ମୁଁ ତୁମ ସହ ଯିବି ଯେ, ହେଲେ ଗୋଟେ ସର୍ତ୍ତରେ। କଣ ସେ ସର୍ତ୍ତ? ମା, ମାମୁଁ ଘରଟି ମୋର ଯାହା ଜିନିଷ ଦରକାର ପଡିବ ତମେ ମତେ ତାକୁ ଆଣିଦବ। ଠିକ ଅଛି ମୋ ପୁଅ, ମୁଁ ତ କଥାରେ ରାଜି। ଏବେ ଯା ଗାଡିଆରେ ଗାଧେଇକି ଆସ। ହଁ ମା, ମୁଁ ଯାଉଛି ଗାଧେଇକି ଆସୁଛି। ତମେ ଯିବା ପାଇଁ ରେଡି ହେଇକି ଥାଅ। ମୁଁ ଗାଧେଇକି ଆସିବା ମାତ୍ରେ ଆମେ ସଙ୍ଗେ ସଙ୍ଗେ ଏଠୁ ବାହାରି ଯିବା। ଏମିତି କହି ଜଗୁ ଗାଧେଇବାକୁ ଚାଲିଗଲା। ଆଉ କିଛି ସମୟ ପରେ ଗାଧେଇ ସାରି ଘରକୁ ଫେରିଲା। ପୁଅ, ମୁଁ ଯିବା ପାଇଁ ରେଡି ହେଇଯାଇଛି, ଚାଲ ଏଥର ଯିବା। ହଁ, ଚାଲ ମା, ଆମେ ଯିବା। ଏମିତି କହି ଜଗୁ ତା ମା ସହ ମାମୁଁ ଘର ଆଡକୁ ଚାଲିଲା। ମାମୁଁ ଘର ଥାଏ ବହୁତ ଦୂର। ବାଟରେ ଗଲାବେଳେ ଜଗୁକୁ ଶୋଷ ଲାଗିଲା। ମା, ମତେ ଶୋଷ ହେଲାଣି, ମତେ କିଛି ପାଣି ପିଇବାକୁ ଦିଅ। ପାଣି ପିଇବୁ? ହଉ ଚାଲ, ଏ ଆଗରେ ଗୋଟେ ଗଛଟିଏ ଅଛି, ସେଇଠି ବସି ଆମେ 2 ଜଣ ପାଣି ପିଇବା, ଆଉ ସେଇଠି ଟିକେ ବିଶ୍ରାମ ମଧ୍ୟ କରିବା। ହଉ ମା, ଚାଲ ସେ ଗଛ ମୂଳକୁ। ଏମିତି ସେମାନେ ଆଗକୁ ଗଲେ ଆଉ ଯାଇ ସେ ଗଛ ପାଖରେ ପହଞ୍ଚିଲେ।
କାଳି ଜଗୁକୁ ପାଣି ପିଇବାକୁ ଦେଲା ଓ ନିଜେ କିଛି ପାଣି ପିଇଲା। ମା, ମୁଁ ଏତେ ବାଟ ଉଡ଼ିକି ଆସି ଥକି ଗଲାଣି। ମତେ ଟିକେ ଏଇଠି ଶୋଇବାକୁ ଦିଅ। ଆଉ ଟିକେ ପରେ ଉଠିଲେ ଆମେ ମାମୁଁ ଘରକୁ ଯିବା। ପୁଅ, ତୁ ଆଉ ଶୁଅ ନା। ମାମୁଁ ଘର ତ ଏଇ ପାଖାପାଖି ହେଇଗଲାଣି। ତୁ ଏଇଠି ଆଉ କାହିଁକି ଶୋଇବୁ? ମାମୁଁ ଘରେ ପହଞ୍ଚିଗଲେ ସେଠି ଶୋଇବୁ। ହଉ ମା, ଠିକ୍ ଅଛି। ଚାଲ ତାହେଲେ ଏଠୁ ଯିବା। ହଁ ପୁଅ, ଚାଲ ଯିବା। ଏହା ପରେ ସେମାନେ ସେଠୁ ମାମୁଁ ଘର ଆଡକୁ ଚାଲିଲେ ଓ କିଛି ସମୟ ପରେ ସେମାନେ ମାମୁଁ ଘରେ ପହଞ୍ଚିଲେ। ବାପା ନମସ୍କାର। ଆସିଗଲ ତୁମେ ମାନେ, ଭଲ ହେଲା। ମୁଁ କେତେବେଳୁ ତୁମକୁ ଅପେକ୍ଷା କରି ରହିଥିଲି। ହଉ ହଉ, ଏଇଠି ଟିକେ ବସ। ମୁଁ ତୁମ ପାଇଁ ମିଠା ମିଠା ପିଜୁଳି ଆଣୁଛି। ଅଜା, ତମେ ପିଜୁଳି ରଖିଛ? ଆରେ ବା, ମତେ ତ ପିଜୁଳି ଖାଇବାକୁ ବହୁତ ଭଲ ଲାଗେ। ଅଜା, ମତେ ଗୋଟେ ପିଜୁଳି ଅଧିକା ଦବ ହେଲା? ହଁ ହଁ ରେ ନାତି ଟୋକା, ମୁଁ ତତେ ଗୋଟେ ଅଧିକା ପିଜୁଳି ଖାଇବାକୁ ଦେବି। ଏହାପରେ ଅଜା ଜଗୁ ଓ କାଳିକୁ ପାଚିଲା ପାଚିଲା ପିଜୁଳି ଖାଇବାକୁ ଦେଲେ। ଜଗୁ ମନ ଖୁସିରେ ପିଜୁଳି ଖାଇଲା। ପିଜୁଳି ଖାଇସାରିବା ପରେ ଜଗୁ କହିଲା, ମା, ମତେ ଗରମ ଲାଗିଲାଣି। ମୁଁ ଯାଉଛି ଗାଧେଇକି ଆସିବି। ଆରେ ଗାଧେଇ ଯିବୁ ଯେ, ହେଲେ ତୁ କଣ ଜାଣିଛୁ ଏ ଜଙ୍ଗଲରେ କୋଉଠି ଗାଡିଆ ଅଛି? ଓହୋ ମା, ମୁଁ ସିନା ଜାଣିନି ଗାଡିଆ କୋଉଠି ଅଛି, ହେଲେ ଅଜା ତ ଜାଣିଛନ୍ତି ନା ଗାଡିଆ କୋଉଠି ଅଛି ବୋଲି। ଅଜା, ମତେ ଗାଡିଆ ପାଖକୁ ନେଇ ଚାଲିଲ, ମୁଁ ଗାଧେଇବି। ଆରେ ନାତି ଟୋକା, ତୁ କଣ ଆସିଲା ବେଳେ ଗାଧେଇକି ଆସିନଥିଲୁ ନା କଣ? ଅଜା, ମୁଁ ତ ଆମ ଗାଁରେ ଦିନକୁ 2 ଥର ଗାଧାଏ। ତାପରେ ମୁଁ ଏତେ ବାଟରୁ ଏ ଖରା ବେଳରେ ଆସିଲି, ତେଣୁ ମତେ ଭାରି ଜୋରରେ ଗରମ ଲାଗୁଛି। ଚାଲିଲ, ମତେ ଗାଡିଆ କୋଉଠି ଅଛି ଟିକେ ଦେଖେଇଦବ, ମୁଁ ଗାଧେଇବି। ହଉ ରେ ନାତି ଟୋକା, ଆସେ ମୋ ସହ। ମୁଁ ତତେ ସେ ଟିକି ଗାଡିଆକୁ ନେଇଯିବି। ହଁ ଅଜା, ଚାଲ। ଏହାପରେ ଅଜା ଜଗୁକୁ ନେଇ ଗାଡିଆ ଆଡକୁ ଚାଲିଲେ ଓ କିଛି ସମୟ ପରେ ଗାଡିଆ ପାଖରେ ପହଞ୍ଚିଲେ। ଗାଡିଆର ପାଣି ପରିଷ୍କାର ଥାଏ, ତେଣୁ ଜଗୁ ସେଠି ମନ ଖୁସିରେ ଗାଧେଇଲା। ଅଜା, ଆସ ମୋ ସହ ଗାଧେଇବ। ହୁରେ, ବହୁତ ମଜା ଲାଗୁଛି ଏଠି। ହୋ। ଏମିତି କହି ଜଗୁ ସେଠି ଗାଧେଇଲା ଓ ପହଁରିବାକୁ ଲାଗିଲା। କିଛି ସମୟ ଗାଧେଇଲା ପରେ ଅଜା ଜଗୁକୁ ନେଇ ଘରକୁ ଫେରିଲେ। ଏମିତି ସେ ଦିନ କଟିଲା। ପରଦିନ ସକାଳ ହେଲା। ଜଗୁ ପୁଣି ଥରେ ଗାଧେଇବା ପାଇଁ ବାହାରିଲା। ପୁଅ, ବେଶୀ ଗାଧେଇବୁନି। ଇଏ ଆମ ଜଙ୍ଗଲ ପାଣି ନୁହେଁ। ବେଶୀ ଗାଧେଇଲେ ପାଣି ଧରିବ, ଆଉ ତତେ ଜ୍ୱର ବି ହେଇପାରେ। ମା, ମୁଁ ଅଳ୍ପ ଗାଧେଇକି ଆସିବି ହେରି। ତମେ ମୋ ପାଇଁ ଜମା ଚିନ୍ତା କରନି। ଏମିତି କହି ଜଗୁ ସେଠୁ ଗାଡିଆ ଆଡକୁ ଚାଲିଲା ଓ ସେଠି ପହଞ୍ଚି ଗାଡିଆରେ ଗାଧେଇଲା। ସେହି ଗାଡିଆରେ ଚିଲର ପୁଅ ମଧ୍ୟ ଗାଧଉଥାଏ। ଚିଲର ପୁଅ ଶୁକୁଟା ଥିଲା ମହାଦୁଷ୍ଟ। ଜଗୁକୁ ଗାଧେଇବା ଦେଖି ସେ ରାଗିଗଲା ଆଉ କହିଲା, ଏ କାଉଛୁଆ, କିଏ ତୁ? କୋଉଠି ତୋ ଘର? ଏଠି କାହିଁକି ଆସି ଗାଧଉଛୁ? ଶୁକୁଟାର ଏମିତି କଥା ଶୁଣି ଜଗୁ ରାଗିଗଲା ଆଉ କହିଲା, ଏ ଚିଲ ଛୁଆ, ମୋ ନା ଜଗୁ। ମୁଁ ପକ୍ଷୀପୁର ଜଙ୍ଗଲରୁ ଆସିଛି। ମତେ ଗରମ ଲାଗିଲାରୁ ମୁଁ ଏଠି ଗାଧଉଛି। ତୁ ମତେ ଚିଲ ଛୁଆ କହିଲୁ? ତତେ ଆଜି ମୁଁ ଛାଡିବିନି। ଆମ ଜଙ୍ଗଲକୁ ଆସି ପୁଣି ମୋ ସହ ବଡ ପାଟିରେ କଥା ହଉଛୁ? ତୋର ତ ସାହସ କମ ନୁହେଁ। ରହ, ତତେ ଏବେ ଦଉଛି। କଣ ହେଲା? ତୁ ମତେ ମାରିବୁ? ହଉ, ଆସ। ଆଜି ତୋର ଦିନକୁ ମୋର ଦିନେ। ଏଇ ପାଣିରେ ଯଦି ତତେ ବୁଡେଇ ନ ଦେଇଛି, ମୋ ନା ଜଗୁ ନୁହେଁ। ଏହାପରେ ସେ 2 ଜଣଙ୍କର ଝଗଡା ଲାଗିଲା। ଜଗୁ ଶୁକୁଟାକୁ ପାଣିରେ ବୁଡେଇଲା ଓ ଶୁକୁଟା ଜଗୁକୁ ପାଣିରେ ବୁଡେଇଲା। କିଛି ସମୟ ଏମିତି ଝଗଡା ଲାଗିଲା ପରେ ଟିକି ଚଢେଇ ଆସି ସେଠି ପହଞ୍ଚିଲା। ଆରେ, ଏ 2 ଜଣ ଏଠି କଣ ମରାମରି ହଉଛନ୍ତି? ଯାଉଛି ତାଙ୍କୁ ଅଟକେଇବି। ଏମିତି କହି ଟିକି ସେ 2 ଜଣଙ୍କୁ ଉପରକୁ ଡାକିଲା। ଆରେ, ତୁମେ 2 ଜଣ ଏମିତି ଝଗଡା କଣ ପାଇଁ କରୁଛ? କଣ ହେଇଛି ତୁମର? ଟିକି ଚଢେଇର କଥା ଶୁଣି ଜଗୁ ଘଟିଥିବା ସବୁ ଘଟଣା କହିଲା। ସବୁ କଥା ଶୁଣି ସାରି ଟିକି ସେମାନଙ୍କୁ ବୁଝେଇଲା। ଟିକିର କଥା ଶୁଣି ସେମାନେ ନିଜ ନିଜର ଭୁଲ ବୁଝିପାରିଲେ ଓ ସେଠୁ ଚାଲି ଆସିଲେ। ଏମିତି ସେ ଦିନ କଟିଲା। ପରଦିନ ସକାଳୁ ଜଗୁ ଓ ଶୁକୁଟା ଜଙ୍ଗଲରେ ଭେଟ ହେଲେ। ଜଗୁ, ମୋର ଭୁଲ ହେଇଯାଇଛି, ମତେ ତୁ କ୍ଷମା କରିଦେ। ମୋର ବି ଭୁଲ ହେଇଯାଇଛି ଶୁକୁଟା, ମତେ ବି ତୁ କ୍ଷମା କରିଦେ। ଆରେ ଶୁକୁଟା, ମୁଁ ତ ମୋ ମାମୁଁ ଘରେ ଏବେ କିଛି ଦିନ ରହିବି। ଆମେ ଆଜିଠାରୁ ଏବେ ସାଙ୍ଗ ହେଇକି ଗାଧେଇବା ହେଲା? ଜଗୁ, ଆମେ ଏବେ କୋଉଠି ଗାଧେଇବା କହିଲୁ? ଟିକି ଆଣ୍ଟି ତ କହିଲେ ତାଙ୍କ ଗାଡିଆରୁ କାଲି ପାଣି ବୋହି ସେ ମାଛ ଧରିଦେବେ ବୋଲି। ଆଉ ଗାଡିଆ ଶୁଖିଗଲେ ଆମେ ଗାଧେଇବା କୋଉଠି କହିଲୁ? ଆରେ ସତେ ତ, ମୋର ତ ଏ କଥା ମନେ ନଥିଲା। ହେଲେ ଏବେ ଆମେ ଗାଧେଇବା କୋଉଠି? ଜଗୁ, ଆମର ଗୋଟେ ପୁରୁଣା ଘର ଅଛି। ସେଇ ଘର ଭୂମିକମ୍ପରେ ଦବି ଯାଇଥିଲା। ସେ ଘର ଭିତର ପୁରା ଖାଲ ହେଇଯାଇଛି। ତୁ ଯଦି ମତେ ଟିକେ ସାହାଯ୍ୟ କରିବୁ, ଆମେ ସେ ଘରେ ପାଣି ଭରି କରି ସେଇଠି ଗାଧେଇବା। ଆରେ ବା, ଇଏ ତ ବହୁତ ଭଲ କଥା। ଚାଲ, ଆମେ ଏବେ ହିଁ ସେଠାକୁ ଯିବା। ଆଉ ସେ ଘରକୁ ଗୋଟେ ସୁନ୍ଦର ଗାଡିଆ କରିଦବା। ହଉ, ଠିକ ଅଛି, ଚାଲ ଯିବା।
ଏହାପରେ ସେମାନେ ସେଠୁ ଘର ଆଡକୁ ଚାଲିଲେ ଆଉ ସେଠି ପହଞ୍ଚି କାମରେ ଲାଗି ପଡିଲେ। ଜଗୁ ଚାଲ ଯିବା, ପାଖ ନଈରୁ ପାଣି ଆଣି ଏଥିରେ ଭରିଦବା, ଆଉ ତାପରେ ଏ ଗାଡିଆଟି ଗାଧେଇବା ପାଇଁ ରେଡି ହେଇଯିବ। ହଁ ହଁ ଚାଲ ଯିବା। ଏହାପରେ ସେମାନେ ବାଲ୍ଟି ଧରି ପାଖ ନଈ ଆଡକୁ ଗଲେ ଏବଂ ନଈରୁ ପାଣି ଆଣି ସେ ଘରେ ଢାଳିଲେ। ଏମିତି କିଛି ସମୟ ପରିଶ୍ରମ କଲା ପରେ ସେ ଘର ପାଣିରେ ଭରିଗଲା। ଜଗୁ ଓ ଶୁକୁଟା ସେଠି ମନ ଖୁସିରେ ଗାଧେଇଲେ। ଆରେ ଜଗୁ, ସେ ଟିକିର ଗାଡିଆ ତ ଶୁଖି ଯାଇଛି, ଆଉ ତୁ କୋଉଠି ଗାଧେଇକି ଆସିଲୁ? ଅଜା, ଆମେ ଶୁକୁଟାର ମୋର ଗୋଟେ ଗାଡିଆ ତିଆରି କରିଛୁ, ଆଉ ମୁଁ ସେଇଥିରେ ଗାଧେଇକି ଆସିଲି। ତୁ ଗାଡିଆ ତିଆରି କରିଛୁ? ଚାଲିଲୁ ମତେ ଟିକେ ଦେଖେଇବୁ, ଦେଖିବା ଗାଡିଆଟି କେମିତି ହେଇଛି। ହା 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 ହା, ଏମାନେ ପୁଣି ଗାଡିଆ ତିଆରି କରିଛନ୍ତି। ଏହାପରେ ଜଗୁ ଅଜାକୁ ଗାଡିଆ ଦେଖେଇବାକୁ ନେଲା ଓ ଅଜା ଗାଡିଆ ଦେଖି ବହୁତ ଖୁସି ହେଲେ ଓ ଜଗୁକୁ ସାବାସ ଦେଲେ। ମଧୁବନ ଜଙ୍ଗଲ ମଝିରେ ଗୋଟେ ପୋଖରୀଟିଏ ଥାଏ। ସେହି ପୋଖରୀକୁ ଗୋଟେ ପରୀ ପ୍ରତିଦିନ ଗାଧେଇବାକୁ ଆସେ। ଦିନେ ପରୀ ଗାଧଉ ଗାଧଉ ଡେରି ହେଇଗଲା, ତେଣୁ ସେ ତରତର ହୋଇ ସ୍ୱର୍ଗକୁ ଉଡିଗଲା। ହେଲେ ତାର ମଥାମଣି ସେଇଠି ରହିଗଲା। ପରୀକୁ ଏକଥା ଜଣା ନଥାଏ। ପରଦିନ ସକାଳୁ ସେହି ଜଙ୍ଗଲରେ ରହୁଥିବା ଗୋଟିଏ ଚୋର ଚିଲ ସେହି ପୋଖରୀରୁ ପାଣି ପିଇବାକୁ ଆସିଲା। ଓ କି ଶୋଷ! ବାପାରେ, ମୋ ତଣ୍ଟି ପୁରା ଶୁଖିଗଲାଣି। ଯାଉଛି ଜଲ୍ଦି ଜଲ୍ଦି ପାଣି ପିଇ ନେବି। ଏମିତି କହି ଚିଲ ପାଣି ପିଇଲା ଏବଂ ପାଣି ପିଇ ସାରିବା ପରେ ସେ ସେଠୁ ଯିବାକୁ ବାହାରିଲା। ହଠାତ୍ ତାର ନଜର ପାଖରେ ପଡିଥିବା ପରୀର ମଥାମଣି ଉପରେ ପଡିଲା। ଆରେ ବା, ଇଏ ଏଠି କଣ ପଡିଛି? ଇଏ ତ ଭାରି ଚକମକ ଦେଖାଯାଉଛି। ମତେ ଲାଗୁଛି ଇଏ କୌଣସି ପ୍ରକାରର ମଣି। ହେଲେ ଇଏ ଏଠାକୁ କେମିତି ଆସିଲା? ଛାଡ, ସେ ଯାହା ବି ହଉ, ମୁଁ ଯାଉଛି ଏକୁ ନେଇ ବିକ୍ରି କରିଦେବି। ଏମିତି କହି ଚିଲ ସଙ୍ଗେ ସଙ୍ଗେ ତାକୁ ଉଠେଇବାକୁ ଲାଗିଲା। ହେଲେ ସେ ସେହି ମଥାମଣିକୁ ଉଠେଇ ପାରିଲା ନାହିଁ, କାହିଁକି ନା ମଥାମଣିକୁ କେହି ଦୁଷ୍ଟ ପ୍ରକୃତିର ବ୍ୟକ୍ତି ଉଠେଇ ପାରିବେ ନାହିଁ। ଆରେ, ଏ କେମିତିକା ଜିନିଷ? ଛୋଟ ଦେଖାଗଲେ ବି ବହୁତ ଓଜନ ହେବା ପରି ଜଣା ପଡୁଛି। ମତେ ଲାଗୁଛି ଇଏ ନିଶ୍ଚୟ ମୂଲ୍ୟବାନ ଜିନିଷ ହେଇଥିବ। ହେଲେ ଏବେ ମୁଁ କଣ କରିବି? ହଁ, ଯାଉଛି, ମୁଁ ମୋ ସାଙ୍ଗକୁ ଡାକିବି। ତାର ମୋର 2 ଜଣ ହେଇଗଲେ ୟାକୁ ଉଠେଇ ଦବୁ। ଏମିତି କହି ଚିଲ ତାର ସାଙ୍ଗ ରାଜୁ ପାଖକୁ ଗଲା। ରାଜୁ, ଏ ରାଜୁ, ଆରେ ରାଜୁ, ଆଖି ଖୋଲ ଆଉ ମୋ ସହ ଆସେ। ମୁଁ ଗୋଟେ ମଣି ପାଇଛି। ମଣି କଥା ଶୁଣି ରାଜୁ ଆଖି ଖୋଲିଲା। କଣ କହିଲୁ? ମଣି? କୋଉଠି ଅଛି ମଣି? ଚାଲ ଚାଲ ଜଲ୍ଦି ଚାଲ। ଆରେ ଏଠି ଶୋଇ ରହିଲେ କିଛି ହବନି, ବୁଝିଲୁ? ମୋ ସହ ଆସ। ଯଦି ଆଉ କିଏ ସେ ଜାଗାରେ ପହଞ୍ଚିଯିବ ତାହେଲେ ସେ ତାକୁ ନେଇଯିବ, ବୁଝିଲୁ? ଓହୋ, ତୁ ମତେ ଟିକେ ଆଗରୁ କହିନଥାନ୍ତୁ। ହଉ ଚାଲ ଚାଲ। ଏହାପରେ ସେମାନେ ତରତର ହୋଇ ସେଠି ପହଞ୍ଚିଲେ। ଦେଖ ରାଜୁ, ଏଇ ସେ ମଣି। ଏବେ ତାକୁ ଉଠା ଆଉ ଏଠୁ ଚାଲ, ନହେଲେ ଯାହାର ଏଇ ଜିନିଷ ହେଇଥିବ ସେ ଆସି ପହଞ୍ଚିଯିବ, ବୁଝିଲୁ? ହା 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 ହା, ତୁ ଆଉ ବ୍ୟସ୍ତ ହନା। ଏଇ ସଙ୍ଗେ ସଙ୍ଗେ ମୁଁ ଆକୁ ଉଠେଇ ନେଇ ମୋ ପର ଭିତରେ ଲୁଚେଇ ଦେବି। ଆରେ ତୁ ଆଗ ତାକୁ ଉଠେଇକି ତ ଦେଖ। ମୁଁ ତ ଉଠେଇ ପାରିଲିନି, ସେଥିପାଇଁ ତତେ ଡାକିକି ଆଣିଲି। ଆଚ୍ଛା, ଏମିତି କଥା ନାଇଁ? ତୁ ଆକୁ ଉଠେଇ ନ ପାରିବାରୁ ମତେ ଡାକିକି ଆଣିଛୁ। ସେ କଥା କହୁନୁ, ନହେଲେ ତୋ ପରି ଚୋର ଏକୁ ଏକା ନ ନେଇ ଏଠି ପାଲା କାହିଁକି କରିଥାନ୍ତା? ହଉ, ତୋ କଥା ଠିକ। ଏବେ ଆକୁ ଉଠା। ଦେଖ, ଏବେ ଆକୁ ମୁଁ କେମିତି ଉଠଉଛି। ଏମିତି କହି ରାଜୁ ସେ ମଥାମଣିକୁ ଉଠେଇବାକୁ ଲାଗିଲା, ହେଲେ ସେ ତାକୁ ଉଠେଇ ପାରିଲା ନାହିଁ। ଆରେ ବାପରେ, ଇଏ ତ ହଲିବାର ନାଁ ହିଁ ନଉନି। ଛାଡ, ଇଏ ଆମ ଭାଗ୍ୟରେ ନାହିଁ। ହଁ, ମତେ ବି ସେଇଆ ଲାଗୁଛି। ହଉ ଚାଲ, ଏଠୁ ପଳେଇବା। ଏମିତି କହି ସେମାନେ ଯିବାକୁ ବାହାରିଥାନ୍ତି। ହଠାତ୍ ରାନୀ ଚଢେଇ ଆସି ସେଠି ପହଞ୍ଚିଲା। 2 ଚିଲ ରାନୀକୁ ଆସୁଥିବାର ଦେଖି ପାଖ ଗଛରେ ଲୁଚିଗଲେ। ଆରେ, ଇଏ ତ ଗୋଟିଏ ମଥାମଣି। ହେଲେ ଇଏ କାହାର? ଆଉ ଏଠି କେମିତି ପଡିଲା? ଆଚ୍ଛା ହଉ, ଯାଉଛି ଏକୁ ମୁଁ ନେଇଯିବି। ଆଉ ଯଦି କିଏ ଖୋଜିବ ମୁଁ ତାକୁ ଦେଇଦେବି। ରାନୀ ଥିଲା ବହୁତ ଭଲ ଏବଂ ପର ଉପକାରୀ, ତେଣୁ ସେ ସହଜରେ ମଥାମଣିକୁ ଉଠେଇ ନେଲା ଏବଂ ସେଠୁ ଘରକୁ ଚାଲିଲା। ଏସବୁ ଦୃଶ୍ୟ 2 ଚିଲ ଦେଖି ଆଶ୍ଚର୍ଯ୍ୟ ହେଲେ। ବାପରେ,
ଇଏ ରାନୀ ତ ବହୁତ ଶକ୍ତିଶାଳୀ। ଦେଖୁନ ସେ ମଣିକୁ ସେ କେମିତି ଏତେ ସହଜରେ ଉଠେଇ ନେଲା। ହଁ ହଁ, ମୁଁ ବି ତ ସେଇଆ ଦେଖୁଛି। ହେଲେ ଏବେ ଆମେ କଣ କରିବା? କଣ କରିବା କଣ? ରାତି ହେବାକୁ ଅପେକ୍ଷା କର। ରାତି ହେଲେ ଆମେ ରାନୀର ଘରକୁ ଯିବା, ଆଉ ସେ ମଣିକୁ ଚୋରି କରି ନେବା। ଠିକ କହିଛୁ। ଆଚ୍ଛା ହଉ, ଏବେ ଚାଲ। ଏମିତି କହି ସେମାନେ ସେଠୁ ଚାଲିଗଲେ। ସେମାନେ ଯିବାର କିଛି ସମୟ ପରେ ପରୀ ଆସି ସେଠି ପହଞ୍ଚିଲା। ଆରେ ମୋ ମଥାମଣି ତ ଏଇଠି ଥିଲା, ଗଲା କୁଆଡେ? କିଏ ନେଲା? ଏମିତି କହି ପରୀ ସେହି ମଥାମଣିଟିକୁ ଖୋଜିବାକୁ ଲାଗିଲା, ହେଲେ ସେ ପାଇଲା ନାହିଁ। ଏବେ ମୁଁ କଣ କରିବି? କେମିତି ଜାଣିବି ଯେ ସେ ମଥାମଣିକୁ କିଏ ନେଇଯାଇଛି? ହଁ, ରାତି ହେଲେ ନିଶ୍ଚୟ ଜଣା ପଡିବ, କାହିଁକି ନା ସେ ଯେଉଁଠି ରହିବ ତା ଚାରିପାଖ ଆଲୁଅ ଦେଖାଯିବ। ଏମିତି କହି ପରୀ ରାତି ହେବାକୁ ଅପେକ୍ଷା କଲା ଏବଂ କିଛି ସମୟ ପରେ ରାତି ହେଲା। ଦୁଇ ଚିଲ ମଉକା ପାଇ ରାନୀ ଘରକୁ ଗଲେ ଏବଂ ରାନୀକୁ ବାନ୍ଧି ସେ ମଣିକୁ ନେଇଗଲେ। ମତେ ଛାଡ଼ି ଦିଅ, ସେ ମଥାମଣିକୁ ପଛେ ନେଇଯାଅ। ହଁ ହଁ, ଆମେ ତ ଏ ମଣିକୁ ନେଲୁ, ହେଲେ ତତେ ଆମେ ଛାଡ଼ିବୁନି। ତତେ ଛାଡ଼ିଦେଲେ ତୁ କାଲି ସକାଳୁ ରାଜାଙ୍କୁ ଯାଇ ସବୁ କଥା କହିଦେବୁ। ଏବେ ରେଡି ହେଇଯା ମରିବାକୁ। ଏମିତି କହି ଚିଲ ରାନୀକୁ ମାରିବାକୁ ଯାଉଥାଏ। ହଠାତ୍ ପରୀ ସେଠି ପହଞ୍ଚିଗଲା ଏବଂ ଦୁଇ ଚିଲକୁ ତା ଯାଦୁ ବଳରେ ନିର୍ଜୀବ କରିଦେଲା। ଆରେ ତୁମେ କିଏ? ଆଉ ଏମାନେ ଏ ମଥାମଣି କୋଉଠୁ ପାଇଲେ? ରାନୀ ପରୀକୁ ସବୁ କଥା କହିଲା। ସବୁ କଥା ଶୁଣି ପରୀ ରାନୀ ଉପରେ ଖୁସି ହେଲା ଏବଂ ତାକୁ ବନ୍ଧନରୁ ମୁକ୍ତି କଲା। ଧନ୍ୟବାଦ, ଧନ୍ୟବାଦ ପରୀ, ତୁମେ ମୋ ଜୀବନ ବଞ୍ଚେଇଥିବାରୁ। ହେଲେ ପରୀ, ତୁମେ କେମିତି ଜାଣିଲ ତୁମ ମଥାମଣି ଏଇଠି ରହିଛି ବୋଲି? ଏ ମଣିରୁ ରାତି ହେଲେ ଆଲୋକ ବାହାରେ, ଆଉ ଇଏ ଯେଉଁଠି ରୁହେ ତା ଆଖପାଖ ବି ଆଲୁଅ ହୋଇଯାଏ। ମୁଁ ଏକୁ ଖୋଜୁ ଖୋଜୁ ତୁମ ଘର ଦୂରରୁ ଚକମକ କରୁଥିଲା, ସେଥିପାଇଁ ମୁଁ ଜାଣିପାରିଲି ଯେ ଏଇଠି ମଣି ଅଛି। ହଉ ପରୀ, ଏବେ ତୁମେ ତୁମ ମଣି ପାଇଗଲ, ଭଲ ହେଲା। ହଉ, ଏଥର ତୁମେ ଯାଇପାର। ତୁମେ ମୋ ମଣିକୁ ଏ ଦୁଷ୍ଟମାନଙ୍କ ହାତରୁ ରକ୍ଷା କଲ, ସେଥିପାଇଁ ମୁଁ ତୁମକୁ ପୁରସ୍କାର ଦେବି। ଏମିତି କହି ପରୀ ରାନୀର ଘରକୁ ଗୋଟିଏ ସୁନ୍ଦର ଘରରେ ପରିଣତ କଲା ଏବଂ ଦୁଇ ଚିଲଙ୍କୁ ସାଥିରେ ନେଇ ତାଙ୍କୁ ଗୋଟିଏ ଗୁମ୍ଫାରେ ବନ୍ଦୀ କରିଦେଲା।